आज ହେଉଛି ପବିତ୍ର ରାମନବମୀ। ଏହି ଅବସରରେ ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକରେ ଉତ୍ସବ ମୁଖର ହୋଇ ଉଠିଛି। ବିଭିନ୍ନ ସ୍ଥାନରେ ହୋମଯଜ୍ଞ ହେବା ସହ ଶ୍ରୀରାମ ମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ନୀତିକାନ୍ତି ରହିଛି। ବିଶ୍ୱାସ ଅଛି ଧାର୍ମିକ ଦୃଷ୍ଟିକୋଣରୁ ହିନ୍ଦୁ ଧର୍ମରେ ରାମନବମୀର ରହିଛି ବିଶେଷ ମହତ୍ତ୍ୱ। ଚୈତ୍ର ଶୁକ୍ଳ ନବମୀ ରାମନବମୀ ଭାବେ ପାଳନ କରାଯାଏ। ଏହା ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ। ଏହି ଦିନ ପୁନର୍ବସୁ ନକ୍ଷତ୍ର ଏବଂ କର୍କଟ ଲଗ୍ନରେ ଭଗବାନ ଶ୍ରୀରାମଙ୍କର ଜନ୍ମ ହୋଇଥିଲା। ପ୍ରଭୁ ଶ୍ରୀରାମଚନ୍ଦ୍ର ଜଣେ ପିତୃଭକ୍ତ, ଭାତୃବତ୍ସଳ, ପରାକ୍ରମୀ, ଦିବ୍ୟ ରୂପକାନ୍ତି ଏବଂ ସମ୍ପନ୍ନ ପୁରୁଷ ରହିଥିଲେ। ପିତୃସତ୍ୟ ପାଳନ କରିବା ପାଇଁ ପ୍ରଭୁ ରାମଚନ୍ଦ୍ର ଦେବୀ ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ସଙ୍ଗରେ 14 ବର୍ଷ ବନବାସ ମଧ୍ୟ କରିଥିଲେ। ତେବେ ଶ୍ରୀରାମ ତାଙ୍କ ଅବତାରରେ ସମ୍ପୂର୍ଣ୍ଣ ମାନବ ଜୀବନଯାପନ କରିଥିଲେ। ଧର୍ମ ପ୍ରତିଷ୍ଠା କରିବା ପାଇଁ ଭଗବାନ ଶ୍ରୀରାମ ତାଙ୍କ ଜୀବନସାରା ବହୁ କଷ୍ଟ ସହିଥିଲେ ଏବଂ ନିଜକୁ ଜଣେ ଆଦର୍ଶ ପୁରୁଷ ଭାବେ ମଧ୍ୟ ପ୍ରତିଷ୍ଠା କରିଥିଲେ। ସବୁଠାରେ କଠିନ ପରିସ୍ଥିତିରେ ଶ୍ରୀରାମ ରାଜଧର୍ମ ତ୍ୟାଗ କରିନଥିଲେ। ଏହି ସମସ୍ତ ଗୁଣ ହେତୁ ସେ ଶ୍ରେଷ୍ଠ ବ୍ୟକ୍ତିଙ୍କ ନାମ ପାଇଥିଲେ ଏବଂ ତାଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ କୁହାଗଲା। ରାମନବମୀ ଉପଲକ୍ଷେ 9 ଦିନ ଧରି ବିଭିନ୍ନ ସ୍ଥାନରେ ମଧ୍ୟ କାର୍ଯ୍ୟକ୍ରମ ଜାରି ରହିଛି। ଏ ଦୃଶ୍ୟ ହେଉଛି ପଦ୍ମପୁରର ଶ୍ରୀରାମ ମନ୍ଦିରର ଦୃଶ୍ୟ। ଏଠାରେ ଆଜି ସକାଳୁ ସକାଳୁ ବିଭିନ୍ନ ନୀତିକାନ୍ତି ପୂଜାର୍ଚ୍ଚନା କରାଯାଇଛି। ଶ୍ରୀରାମଲାଲାଙ୍କର ଜନ୍ମ ଉତ୍ସବ ମଧ୍ୟ ମହା ଆଡ଼ମ୍ବରରେ ପାଳନ କରାଯାଉଛି। ଏଥିପାଇଁ ଆଖପାଖ ଅଞ୍ଚଳର ଅନେକ ଭକ୍ତମାନେ ଆଜି ସକାଳୁ ସକାଳୁ ଆସି ପ୍ରଭୁ ରାମଚନ୍ଦ୍ରଙ୍କୁ ମଧ୍ୟ ଦର୍ଶନ କରୁଛନ୍ତି। ତେବେ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଶ୍ରୀରାମଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ। ରାମନବମୀ ଠାରୁ ପୁରୀରେ ପାରମ୍ପରିକ ସାହିଯାତ ମଧ୍ୟ ଆରମ୍ଭ ହୋଇଥାଏ। ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି। ଏହି ଅବସରରେ ପଦ୍ମପୁରର ଶ୍ରୀ ହନୁମାନ ମନ୍ଦିରରେ ମଧ୍ୟ ହୋମଯଜ୍ଞ କରୁଥିବାର ଦେଖିବାକୁ ମିଳିଛି। ଭକ୍ତ ରାମଦାସଙ୍କ ତତ୍ତ୍ୱାବଧାନରେ ଏଠାରେ ଶ୍ରୀରାମଙ୍କ ଲାଗି ଏଠାରେ ହୋମଯଜ୍ଞ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି। ଏ ହେଉଛି ସେ ଦୃଶ୍ୟ। ଏଠାରେ ହନୁମାନ ମନ୍ଦିର ପରିସରରେ ମଧ୍ୟ ହୋମଯଜ୍ଞ କରୁଥିବାର ଦୃଶ୍ୟ ଦେଖାଯାଇଛି। ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଜାରି ରହିଛି ଏବଂ ପବିତ୍ର ରାମନବମୀ ଲାଗି ଆଜି ପଦ୍ମପୁର ଉତ୍ସବ ମୁଖର ହୋଇ ଉଠିଛି। ସନ୍ଧ୍ୟା ସମୟରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିବ ଏବଂ ଶ୍ରୀରାମ ମନ୍ଦିରରେ ମଧ୍ୟ ଆଜି ସ୍ୱତନ୍ତ୍ର ନୀତିକାନ୍ତି ରହିଛି ବୋଲି ପଦ୍ମପୁରର ଶ୍ରୀରାମ ମନ୍ଦିର କମିଟି ତରଫରୁ ସୂଚନା ଦେଇଛନ୍ତି।